ଛୋଟବେଳେ ଯେତେବେଳେ ଆମକୁ ମା କହୁଥିଲେ ଧନରେ ଟିକେ ପାଠ ପଢ଼ିଦେ, ସେତେବେଳେ ଆମକୁ ଭଲ ଲାଗୁନଥିଲା। ବହି ଖୋଲିଲେ ବୋରିଂ, ହୋମୱାର୍କ କରିବାକୁ କହିଲେ ବୋରିଂ, ଆଉ ସ୍କୁଲରେ 6 ଘଣ୍ଟା ବସିବା ଆମକୁ ଲାଗୁଥିଲା କେବେ ସ୍କୁଲ ଲାଇଫ୍ ଶେଷ ହେବ କେଜାଣି। କିନ୍ତୁ ସେତେବେଳେ ଆମେ ଜାଣିନଥିଲୁ କି ଯେଉଁ 6 ଘଣ୍ଟାକୁ ଆମେ ଜେଲ୍ ଭଳି ଭାବୁଥିଲୁ, ଦିନେ ସେଇ 6 ଘଣ୍ଟା 12 ଘଣ୍ଟାର କାମଠାରୁ ବହୁତ ସହଜ ଲାଗିବ ବୋଲି। ଆଜିକାଲି ଅନେକ ପିଲା ସକାଳୁ ଉଠିକି ମୋବାଇଲ ଧରୁଛନ୍ତି, ସାଙ୍ଗସାଥିମାନଙ୍କ ସହିତ ଘଣ୍ଟା ଘଣ୍ଟା ଟାଇମ୍ ପାସ୍ କରୁଛନ୍ତି, ରିଲ୍ସ ଦେଖୁଛନ୍ତି, ଇନଷ୍ଟା ଚଲାଉଛନ୍ତି, ଗେମ୍ସ ଖେଳୁଛନ୍ତି। ଆଉ ଯେତେବେଳେ ବାପା ମା କହୁଛନ୍ତି ବାବୁରେ ପାଠ ପଢ଼, ସେତେବେଳେ ସେମାନେ କହୁଛନ୍ତି ଆଉ ଟିକେ ପରେ ପଢ଼ିବି। କିନ୍ତୁ ସେଇ ଆଉ ଟିକେ ପରେ କେବେ କେବେ ସମ୍ପୂର୍ଣ୍ଣ ଜୀବନକୁ ପଛକୁ ଠେଲିଦିଏ। କାରଣ ଜୀବନର ଗୋଟିଏ କଠୋର ସତ୍ୟ ଅଛି କି ଆଜି ଯେଉଁ କଷ୍ଟକୁ ତୁ ଏଡ଼େଇବୁ, କାଲି ସେଇ କଷ୍ଟ ଆହୁରି ଅଧିକ ବଡ଼ ହେଇକି ତୋ ସାମ୍ନାରେ ଆସିକି ଛିଡ଼ା ହେବ। ଆଜି ପାଠ ପଢ଼ିବାର କଷ୍ଟ କାଲି ଜୀବନରେ ସଂଘର୍ଷର କଷ୍ଟ ହେଇପାରେ। ଆଜି ଗୋଟିଏ ଚାପ୍ଟର ପଢ଼ିବାର କଷ୍ଟ କାଲି ଟଙ୍କା ପାଇଁ 12 ଘଣ୍ଟା କାମ କରିବାର କଷ୍ଟ ହେଇପାରେ। ମୁଁ ଏଇଟା କହୁନି କି ଏଜୁକେସନ୍ ଥିଲେ ଜୀବନରେ କେବେ କଷ୍ଟ ଆସିବନି, କେବେ ଦୁଃଖ ଆସିବନି। କଷ୍ଟ ଆସିବ, ଦୁଃଖ ବି ଆସିବ, କିନ୍ତୁ ଏଜୁକେସନ୍ ଆଉ ସ୍କିଲ୍ ତୋତେ କଷ୍ଟ ସହିବା ପାଇଁ ନୁହେଁ, ବରଂ କଷ୍ଟରୁ ଉପରକୁ ଉଠିବା ପାଇଁ ଶକ୍ତି ଦେବ। ସାଙ୍ଗମାନେ, ଜୀବନରେ ଭଲ ଭାବରେ ବଞ୍ଚିବା ପାଇଁ ଟଙ୍କା ଦରକାର, ଆଉ ଟଙ୍କା ପାଇଁ ତୋ ପାଖରେ କୌଣସି ନା କୌଣସି ସ୍କିଲ୍ ରହିବା ଦରକାର। ଆଉ ସେ ସ୍କିଲ୍ ପାଇବା ପାଇଁ ଲର୍ଣ୍ଣିଂ ଦରକାର, ଏଜୁକେସନ୍ ଦରକାର, ଆଉ ଏକ୍ସପିରିଏନ୍ସ ଦରକାର। ଆଉ ଗୋଟେ କଠୋର ସତ୍ୟ ଶୁଣ, ଟଙ୍କା ସବୁ କିଛି ନୁହେଁ, କିନ୍ତୁ ଟଙ୍କାର ଅଭାବ ଜୀବନର ଅନେକ ସମସ୍ୟାକୁ ଆହୁରି ଅଧିକ କଠିନ କରିଦିଏ। କେବେ କେବେ ତୁ ନିଜ ପରିବାର ସହିତ ସମୟ କାଟିବାକୁ ଚାହିଁବୁ, କିନ୍ତୁ କାମର ଚାପ ତୋତେ ସେ ସୁଯୋଗ ଦେବନି। ତୁ ନିଜ ବାପା ମାଙ୍କ ପାଖରେ ରହିବାକୁ ଚାହିଁବୁ, କିନ୍ତୁ ଦୂର ସହରରେ କାମ କରିବାକୁ ପଡ଼ିପାରେ। ତୁ ନିଜ ପିଲାମାନଙ୍କ ସହିତ ସମୟ କାଟିବାକୁ ଚାହିଁବୁ, କିନ୍ତୁ ସେମାନଙ୍କ ଭବିଷ୍ୟତ ପାଇଁ ତୋତେ ନିଜ ସମୟ ବିକ୍ରି କରିବାକୁ ପଡ଼ିପାରେ। ଆଜି ଯେଉଁ ଜିନିଷ ଗୁଡ଼ିକ ତୋତେ ସ୍ୱର୍ଗ ଭଳି ଲାଗୁଛି, ସାଙ୍ଗମାନଙ୍କ ସହିତ ଘଣ୍ଟା ଘଣ୍ଟା ଆଡ୍ଡା, ମୋବାଇଲ, ରିଲ୍ସ, ଗେମ୍ସ, ଘଣ୍ଟା ଘଣ୍ଟା ଧରି ଶୋଇ ରହିବା, ସେଇ ଜିନିଷ ଗୁଡ଼ିକ ଦିନେ ତୋତେ ପଚାରିପାରେ କି ତୁ ତୋ ସମୟ କେଉଁଠି ନଷ୍ଟ କରିଦେଲୁ। ସବୁଠାରୁ ଭୟଙ୍କର କଥା କ'ଣ ଜାଣିଛୁ? ସେତେବେଳେ ତୋ ପାଖରେ ସମୟ ନଥିବ, ତୁ ଟଙ୍କା କମେଇବାରେ ବ୍ୟସ୍ତ ରହିବୁ, ନିଜ ଲୋକମାନଙ୍କୁ ସମୟ ଦେଇପାରିବୁନି, ଆଉ ରାତିରେ ଏକା ବସି ହୁଏତ ଭାବିବୁ କି ଯଦି ମୁଁ ସେତେବେଳେ ଟିକେ ସିରିୟସ୍ ହେଇଥାନ୍ତି, ଯଦି ମୁଁ ସେତେବେଳେ ପାଠକୁ ଅବହେଳା କରିନଥାନ୍ତି, ଯଦି ମୁଁ ସେତେବେଳେ ନିଜ ସ୍କିଲ୍ ଉପରେ କାମ କରିଥାନ୍ତି। କିନ୍ତୁ ସେତେବେଳେ ସେଇ ଯଦି ତୋ ଜୀବନକୁ ବଦଳେଇ ପାରିବନି। ତେଣୁ ଭାଇ, ଏବେ ବି ସମୟ ଅଛି। ଯଦି ତୁ ଷ୍ଟୁଡେଣ୍ଟ, ତାହେଲେ ତୋର ଏବେ ସବୁଠାରୁ ବଡ଼ କାମ ନିଜ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା। ପାଠ ପଢ଼, ସ୍କିଲ୍ ଶିଖ, ନିଜ ବାପା ମାଙ୍କ କଥା ଶୁଣ, ମୋବାଇଲକୁ ନିଜ ଜୀବନର ମାଲିକ କରନି। ଆଜି ଟିକେ କଷ୍ଟ କର, ଯେପରିକି କାଲି ତୋ ବାପା ମା ତୋତେ ଦେଖି କହିପାରନ୍ତୁ କି ଆମ ପୁଅ ଆମ ପାଇଁ କିଛି କରିଛି। ଜୀବନରେ ତୁ ବହୁତ କାନ୍ଦିପାରୁ, କିନ୍ତୁ ଯଦି ଆଜି ଠିକ୍ ନିଷ୍ପତ୍ତି ନେବୁ, ସେଇ ଲୁହ ଦିନେ ଖୁସିର ଲୁହ ହେଇପାରେ। ମନେ ରଖ, ଏ ଜୀବନର କିଛି ଭରସା ନାହିଁ, କିନ୍ତୁ ତୋ ପାଖରେ ଆଜି ଗୋଟିଏ ଜିନିଷ ଅଛି, ସମୟ। ଏ ସମୟକୁ ତୁ ନଷ୍ଟ କରନି, କାରଣ ଟଙ୍କା ହରାଇଲେ ପୁଣି ଇନକମ୍ କରିପାରିବୁ, ବହି ହରାଇଲେ ତାକୁ ପୁଣି ଥରେ କିଣିପାରିବୁ, କିନ୍ତୁ ହରାଇଥିବା ସମୟକୁ କେବେ ବି ଫେରେଇ ଆଣିପାରିବୁନି। ତେଣୁ ଆଜିଠାରୁ ପାଠ ପଢ଼, ଆଜିଠାରୁ ଶିଖ, ଆଜିଠାରୁ ନିଜକୁ ବଦଳା। କାରଣ ଆଜିର ଛୋଟିଆ କଷ୍ଟ କାଲିର ବଡ଼ ପଶ୍ଚାତାପ ଠାରୁ ବହୁତ ଗୁଣରେ ଭଲ। ଜୟ ଜଗନ୍ନାଥ।